ସର୍ବଭାରତୀୟ ଶ୍ରମିକ ସଂଗଠନ ଏଆଇଟିୟୁସି ସହ ବନ୍ଧିତ ନିଖିଳ ଓଡ଼ିଶା ଅଙ୍ଗନବାଡି କର୍ମୀ ସଂଘର ତରଫରୁ 12 ଦଫା ଦାବି ନେଇ ଏପ୍ରିଲ 2 ତାରିଖରେ ପୁରୀ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରାଯାଇଥିଲା। ଶ୍ରମିକ ବିରୋଧୀ କେନ୍ଦ୍ର ସରକାରଙ୍କ 4ଟି ଶ୍ରମ କୋଡକୁ ବାତିଲ କରିବା, ଅଙ୍ଗନବାଡି କର୍ମୀ ଓ ସହାୟିକାଙ୍କୁ ମାସିକ ସର୍ବନିମ୍ନ 26,000 ଟଙ୍କା ଲେଖାଏଁ ଭତ୍ତା ଦେବା, ଅବସରକାଳୀନ ସହାୟତା ତୁରନ୍ତ ପ୍ରଦାନ, ସ୍ୱାସ୍ଥ୍ୟ ସମ୍ବନ୍ଧିତ ବୈଠକ ପାଇଁ ଭତ୍ତା ଦେବା, ସତ୍ୟବାଦୀ ବ୍ଲକର ବାଘସାହି ଓ ଗୋପ ବ୍ଲକର ତାଳକପା କର୍ମୀଙ୍କ ଉପରେ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ବାତିଲ କରିବା ପ୍ରଭୃତି 12 ଦଫା ଦାବି ନେଇ ଅଙ୍ଗନବାଡି କର୍ମୀ ସଂଘର ଶହ କର୍ମୀ ଓ ସହାୟିକା ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ ଛକରୁ ଏକ ବିଶାଳ ପଟୁଆରରେ ବାହାରି ପୁରୀ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଓ ପ୍ରତିବାଦ ସଭା କରିଥିଲେ। ପ୍ରତିବାଦ ସଭା କର୍ମୀ ସଂଘର ରାଜ୍ୟ ସାଧାରଣ ସମ୍ପାଦକ ହରପ୍ରିୟା ସ୍ୱାଇଁ, ଜିଲ୍ଲା ନେତ୍ରୀ ଲକ୍ଷ୍ମୀପ୍ରିୟା ମହାପାତ୍ର, ସ୍ୱର୍ଣ୍ଣଲତା ପ୍ରଧାନ, ମାନସୀ ପ୍ରଧାନ, ଅହଲ୍ୟା କାଣ୍ଡି, କବିତା ବିଶ୍ୱାଳ, ସସ୍ମିତା ଶତପଥୀ, ରୋଜାଲିନ ମିଶ୍ର, ଜୟନ୍ତୀ ମଲ୍ଲିକ, ଏଆଇଟିୟୁସିର ଶ୍ରମିକ ନେତା ବ୍ରଜବନ୍ଧୁ ପ୍ରଧାନ, ମନୋରଞ୍ଜନ ପରିଡ଼ା, ହରିହର ସେନାପତି, ବନମାଳୀ ସାହୁ ପ୍ରମୁଖ କର୍ମୀ ସଂଘର ଦାବି ତୁରନ୍ତ ପୂରଣ ପାଇଁ ଦାବି କରିଥିଲେ। 12 ଦଫା ସମ୍ବଳିତ ଦାବିପତ୍ର ପୁରୀ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା।